କାଲି ଗତ ରାତି ଆମେ ଖବର ପାଇଲା ପରେ ଯାଇଥିଲୁ ପାଇଦବଜା ଯୋଉଠିକି ଦୁଇ ଭାଇ ଭିତରେ ବିବାଦ ଚାଲିଥିଲା, ଦ୍ୱନ୍ଦ୍ୱ ରହିଥିଲା ଯେ ଶବ ସତ୍କାର କରିବା ପାଇଁ ଦଉନଥିଲେ ତାଙ୍କୁ। ସେଠି ଆମେ SDPO ISC ସମସ୍ତେ ଉପସ୍ଥିତ ରହି ତାଙ୍କୁ ବୁଝାବୁଝି କଲା ପରେ ତାଙ୍କର ଦ୍ୱନ୍ଦ୍ୱ ସମାଧାନ ହେଇଥିଲା। ଆଜି ସକାଳୁ ପ୍ରାୟ 9ଟା ପାଖାପାଖି ତାଙ୍କର ଶବ ସତ୍କାର ହେଇଥିଲା। ଆକ୍ଚୁଆଲି ତାଙ୍କର ଆର ଭାଇମାନେ ତାଙ୍କୁ ସବୁ ପୋତିବା ପାଇଁ ତାଙ୍କ ଜାଗା ଗୁଡ଼ାରେ ଦଉନଥିଲେ, ତ ସେଇଟା ତାଙ୍କ ଭିତରେ ଡିସ୍ପ୍ୟୁଟ୍ ରହିଥିଲା। ହଁ, ସେ ଅନ୍ୟ ଏକ ଧର୍ମ ଅବଲମ୍ବନ କରିଥିଲେ, ସେଥିପାଇଁ ତାଙ୍କୁ ପୋତିବା ପାଇଁ ଦଉନଥିଲେ। ହଁ, ବୁଝାସୁଝା କରିବା ପରେ ଆଜି ମୁଁ ଯାହା କହୁଥିଲି, ଆଜି ସକାଳ 9ଟା ବେଳେ ତାଙ୍କର ଶବ ସତ୍କାର ହୋଇଥିଲା। ମଙ୍ଗଳବାର।